ସତରେ କେତେ ସୁନ୍ଦର ଲାଗୁଥିଲା। ମୁଁ ନିଜେ ବି ଜାଣିନଥିଲି ଏତେ ସୁନ୍ଦର ଏତେ ଟେଷ୍ଟି ମୁଁ ବନେଇ ପାରିବି ବୋଲି। ଫାଷ୍ଟ ଟାଇମ୍ ବନେଇଲି କିନ୍ତୁ ବହୁତ ଟେଷ୍ଟି ହେଇଥିଲା। ବାପା ବୋଉ ଖାଇକିନା କହିଲେ ଓ ବଢ଼ିଆ ସୁନ୍ଦର ହେଇଛି, ତୁ ଆଗକୁ ଜାଣିଥିଲୁ କେମିତି କହୁଥିଲୁ ଜାଣିନୁ ବୋଲି। ତ ସାଙ୍ଗମାନେ ୱେଲକମ୍ ମାଇ ମିନି ବ୍ଲଗ୍ ଜୟ ମା ମଙ୍ଗଳା। ତ ଆଜି ମୁଁ ବାଡ଼ିରେ ଲୁଗା ଶୁଖୁ ଶୁଖୁ ଦେଖିଲି ଯେ ବାଡ଼ିରେ ପିତା ଗହମ ହେଇଛି। ଆମର ତ ପିତା ଗହମ କୁହନ୍ତି, ଆପଣମାନେ କ'ଣ କୁହନ୍ତି ଜରୁର କହିବେ। ତ ସାଙ୍ଗେ ସାଙ୍ଗେ ମୁଁ ଲୁଗା ଶୁଖେଇକି ତୋଳି ଆଣିଲି। ମୋତେ କାହିଁକିନା ପିତା ଗହମ ବହୁତ ପସନ୍ଦ, ପିତା ବି ଦେହ ପାଇଁ ବହୁତ ଭଲ। ତ ସାଙ୍ଗେ ସାଙ୍ଗେ ଲାଗି ପଡ଼ିଲି ପିତା ଗହମ ରୋଷେଇ କରିବା ପାଇଁ। କିନ୍ତୁ ମୋତେ ତ ଆସେନି, ମୁଁ ଥରେ ବି ବନେଇନି। ତ ବୋଉ କତିରୁ ଯାହା ବି ଦେଖିଥିଲି ମୋ ବୋଉ ପାଖରୁ ମୋର କିଛି କିଛି ମନେ ପକେଇଲି। ବୋଉ ପାଖରୁ ଫୋନ୍ କରିବି ବୁଝିଲି ବୋଉ କେମିତି ରୋଷେଇ କରିବି। ବୋଉ କହିଲା ଏମିତି ଏମିତି କର। ତ ମୁଁ ବନେଇଲି। ଆଉ ଦେଶୀ ପିଆଜ ଥିଲା, ଦେଶୀ ପିଆଜ ପକେଇଦେଲି। ଆକ୍ଚୁଆଲି ମୋତେ ଲାଗେ ପିତାରେ ଦେଶୀ ପିଆଜ ଟେଷ୍ଟ ଟିକେ ଅଧିକ ବଢ଼ାଇ ଦିଏ। ତ ମୋ ଚାହିଁଲେ ବାଇଗଣ ଆଳୁ ବିଲାତି ସାରୁ ବି ପକେଇକି ଆପଣ ରାଇତା ଟାଇପ୍ ରୋଷେଇ କରି ବି ପାରିବେ। ତ ଯେହେତୁ ବାପା ସାରୁ ଆଳୁ ଖାଉନାହାନ୍ତି ତ ମୁଁ ଖାଲି ବାଇଗଣ ବିଲାତିରେ ହିଁ ପିତା ଗହମ ରାନ୍ଧିଥିଲି। କିନ୍ତୁ ବହୁତ 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 ଟେଷ୍ଟି ହେଇଥିଲା, ଏତେ ସୁନ୍ଦର। ଲାଷ୍ଟରୁ ଟିକେ ବଢ଼ି ପକେଇଦେବେ, ଆହୁରି ଟେଷ୍ଟ ବଢ଼େଇ ଦେବ। ତ ମୁଁ ଏଠି କୁଟିକି ବଢ଼ି ନେଇଯାଇଥିଲି, ଆପଣ ହାତରେ ବି ଭାଙ୍ଗି ପାରିବେ। ତ ଲାଷ୍ଟରୁ ଲଙ୍କାଗୁଣ୍ଡ ଦେବେ, ଆପଣଙ୍କ ଇଚ୍ଛା ଦେବେ ତ ନ ଦେଇପାରନ୍ତି। କିନ୍ତୁ ବହୁତ ଟେଷ୍ଟ ହେଇଥିଲା, ତା ଲୁକ୍ଟା ବି ଦେଖିପାରୁଥିବେ ବହୁତ ସୁନ୍ଦର ହେଇଥିଲା। ତ ମୋ ଭିଡ଼ିଓଟି କେମିତି ଲାଗିଲା, ଯଦି ଭଲ ଲାଗିଥାଏ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଜରୁର ଜରୁର ପିତା ଖାଆନ୍ତୁ, ଦେହ ପାଇଁ ପିତା ବହୁତ ଭଲ। ଥ୍ୟାଙ୍କ ୟୁ। ଜୟ ମା ମଙ୍ଗଳା।